ଏ ସୃଷ୍ଟିରେ ମା ହଉଛି ସବୁଠୁ ମିଠା ନା ଏଇଟା ସୁନ୍ଦର ପଦ ବାବା ଏ ଦୁନିଆରେ ଗଢିଛି କି ହଉ ହଉ ସେ ମାଠୁ ବଳ ଆଉ କେହି ନାହିଁ ନାଇଁ ଆରେ ଜଗତେ ବୋଲନ୍ତି ସବୁଠୁ ବଡ଼ ଗିରି ପାହାଡ଼ ସ୍ୱର୍ଗ ମର୍ତ୍ୟ ପାତାଳ ଠାରୁ ଆହୁରି ବଢ଼ା ଆହୁରି ବଡ଼ ହେ ପଣ୍ଡିତେ ଭଲା ଆହୁରି ବଡ଼ ହେ ପଣ୍ଡିତେ ଭଲା ଆହୁରି ବଡ଼ ଏ ସୃଷ୍ଟିରେ କହନ୍ତି ପାହାଡ଼ ବଡ଼ ବଡ ସ୍ୱର୍ଗ ବଡ଼ ବଡ ମର୍ତ୍ୟ ବଡ଼ ବଡ ବଡ କିନ୍ତୁ ଏ ତିନିଟା ଯାକ ଏକାଠି କଲେ ମା ସାଙ୍ଗରେ ସମାନ ହବ ହବନି ମା ହଉଛି ଦୁଃଖର ସାଥୀ ସାଥୀ ବାପା ହଉଛି ଐଶ୍ୱର୍ଯ୍ୟର ସାଥୀ ବାବା କାହିଁକି ନା ଆଜ୍ଞା ହଁ ମା ହଉଛି ଦୁଃଖର ସାଥୀ ହଁ, ହଁ। ଆପଣ ଟିକେ ଚିନ୍ତା କରନ୍ତୁ କାଠ ଗଛରେ ଧରି ଯାଉଥିବେ ହଁ ଝୁଣ୍ଟିକି ପଡିଯିବେ ପଡିଗଲା କଣ କହିବେ ମାଲୋ ମା କିଲୋ ମରିଗଲେ ହଁ, ହଁ। ନହେଲେ ବୋଉ କିଲୋ ମରିଗଲେ ହଁ। କିଏ କହିଲାନି ବୋପା କିଲୋ ମରିଗଲେଣି ନା ନାଇଁ ତମେ ତୁ ତ ଆମର ବିରଳ ଠିକ ଯେ ଜାଣିଲ କଣ ମୁଁ କହୁଛି ଏମିତି ତମେ ବାପ ଭକ୍ତିଆ କେତୋଟି ଥା ବାପା ସଂସାର ଚାଲୁ ମୋ ଧର୍ମ କରା ଭଲ ତେଣୁ ଆଜି ଗୋଟିଏ କଥା ଆଜ୍ଞା କାଠ କଥାଟେ କାନ୍ଧେଇକି ପଡିଗଲେ ମା କିଲୋ ହଁ ବାପାକୁ କେତେବେଳେ ଡାକିଆ କହିଲ ଗୋଟେ ବିରାଟ ବଡ ହାତୀ ଆପଣଙ୍କ ଦାଣ୍ଡରେ ଆସିବ ଆଇଲା ହାରି ଆମ ଗାଁକୁ ଏବେ ଯେତେବେଳେ ଆସିବ ଦେଖିଦେଲେ କଣ କହିବ ବୋପାଲ କେଟେ କେଟେ କିଏ କହିବ ମା ଆଖି ଲୋକରେ ହାତୀ ହେଇଛି ନା ଆଶ୍ଚର୍ଯ୍ୟ କଥା ଦେଖିଲେ ବାପା ମନେ ପଡିବ ବୋପାଲ କେଟିଟେ ହେଇଛି ହଁ 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 ଝୁଣ୍ଟିକି ପଡିଗଲା ବେଳେ ହଁ ବୋଉ କିଲୋ ମରିଗଲି ମାଲୋ ମରିଗଲି ଆଜ୍ଞା ନିଜ ପେଟ ପଛେ ପିଠିକି ଲାଗୁ କରି ଚାଲା ପୁଅ ପାଇବା ସାଇତି ଥିବ ବାସି ପଖାଳ ହେ ବାସି ପଖାଳ ପୁଅ ପାଇ ପରା ସାଇତି ରଖେ ବାସି ପଖାଳ ଗରିବ ଲୋକଟିଏ ହେଇଥିବ 300 ଟଙ୍କା ମଜୁରୀ ଆଣିଥିବ ପରିବା ରେଟ ଦେଖୁଛନ୍ତି କଣ ଆଣିକି ଆଜ୍ଞା ପରିବାର ଲାକୁ ଆଗ ମା ଦେଇଦବ ଖାଇବାକୁ ଆଗ କେବେ ମା କୋଉଠି ଖାଇଛି ନା ଆଗ ସମସ୍ତଙ୍କୁ ଦବ ଖାଇବାକୁ ଖାଉ ଖାଉ ଆଜ୍ଞା ଆଉ ବ୍ୟକ୍ତିଟିଏ ବଳିଥିବ ମା କେବେ ତାକୁ ଖାଇବାକୁ ଇଚ୍ଛା କରିବ ନା ଯଦି ମୁଁ ଏନେ ଖାଇବି ସକାଳୁ ମୋ ପୁଅ ପଖାଳ ଖାଇବ କୁଆଡେ ଯିବ କାମକୁ କେମିତି ଖାଲି ତୋରାଣୀ ପେଟରେ ମାରି ଦେଇକିରି ଆଜ୍ଞା ଶୋଇଯିବ ନା ନାଇଁ ବାବା ତେଣୁ ମାଠୁ ସୃଷ୍ଟିରେ ବଡ ଦେବତା କେହି ନାହିଁ ଏବେ ଆଉ ସେ ଜିନିଷ ନାହିଁ ଏଇ ଯୁଗରେ କଣ ହେଇଛି ଏବେ ମାନେ ଭାରି ଜାଗା ଥା ବଡ କେମିତି କଣ ହେଇଛି କି କାଲି ଆମର ବରା ଛଣା ହେଇଥିଲା ବୋଉ ଯୋଡେ ବରା ଖାଇଥିଲା ଆମର ଆଉ 3ଟା ବରା ବାକି ଥିଲା ମୁଁ ଆଉ 4ଟା ବରା ମୁଁ ଖାଇଦେଲି ବୋଉ କହିଲା ମୋ ରେଡି ଅଛି ମୁଁ ଖାଇକି ପୁରା ମୋ ପେଟ ଫୁଲ ହେଇଛି ଦେଖିଲାକୁ ଆଉ ବୋଉ ଆଉ ଥାଳିରେ ବରା ନାହିଁ ଆଉ ତଥାପି ମୁଁ ଯୋଡେ ବରା ରଖିଦେଲି ଜୟ ଜଗନ୍ନାଥ କିନ୍ତୁ ଏଇଭଳିଆ ପୁଅଟିଏ ଦରକାର ବାବା ଏଇଭଳି ପୁଅ ସୃଷ୍ଟିରେ ଜନ୍ମ ନିଅନ୍ତି ଦରକାର କେତେ ଜଣ ଅଛନ୍ତି ଏମିତିଆ ପିଲା ଆଜ୍ଞା ଧନ୍ୟ ସେହି ପୁଅ ବାବା ଧନ୍ୟ ସେହି ପୁଅ ଯିଏ ବାପ ମା ପଦେ କରେ ଭଗତି ଧନ୍ୟ ସେହି ପୁଅ ଯିଏ ବାପ ମା ଦାଦେ କରେ ଭଗତି ଧନ୍ୟ ସେହି ପୁଅ ସେଇ ପୁଅ ଧନ୍ୟ କିଏ ନା ଯିଏ ବାପ ମା ପଦେ କରେ ଭଗତି ଧନ୍ୟ ସେହି ପୁଅ ଯିଏ ବାପ ମା ପାକେ କରେ ଭଗତି ଧନ୍ୟ ସେହି ପୁଅ ଏ ବାପା କଲେ ବ୍ରହ୍ମ ପ୍ରଦାନ ବାଜି ରଖି ଆପଣା ପ୍ରାଣ ବାଜି ରଖି ଆପଣା ପ୍ରାଣ ବାଜି ରଖି ଆପଣା ପ୍ରାଣ ବାପା କଲେ ବ୍ରହ୍ମ ପ୍ରଦାନ ବାଜି ରଖି ଆପଣା ପ୍ରାଣ ବାଜି ରଖି ଆପଣା ପ୍ରାଣ ବାଜି ରଖି ଆପଣା ପ୍ରାଣ ଏ ମୁଦର ଝାଳକୁ ତୁଣ୍ଡରେ ଲଗାଇ ଅତି ଯତ୍ନରେ ସନ୍ତାନ ପାରନ୍ତି ଧନ୍ୟ ସେହି ପୁଅ ଯିଏ ବାପ ମା ପାଦେ କରେ ଭଗତି ଧନ୍ୟ ସେହି ପୁଅ ଯିଏ ବାପ ମା ପାଦେ କରେ ଭଗତି ଧନ୍ୟ ସେହି ପୁଅ ମା କଲା ଗର୍ଭେ ଧାରଣ 10 ମାସରେ 10 ଦିନ ମା କଲା ଗର୍ଭେ ଧାରଣ 10 ମାସ ସେ 10 ଦିନ ମା କଲା ଗର୍ଭେ ଧାରଣ 10 ମାସ ସେ 10 ଦିନ ବାହାର କରି ବିହାର
ପ୍ରାଣ ଧନ୍ୟ ସେ ପୁଅ ଯିଏ ବାପ ମା ପାଦେ କରେ ଭକତି ଧନ୍ୟ ସେ ପୁଅ ବାପ ପରା ନିର୍ବାଣ ମୁକ୍ତି ମା ପରା ଜଗତି ରାତି ଚାହା ଖାଇବାକୁ ମନ ହେଲେ ଏବେ ଚାହା ଖାଇବାକୁ ମନ ହେଲେ ଚାଲ ଏବେ ଦିଆ ନାହିଁ ମୋ ପାଦେ କରେ ଯିଏ ବାପ ମା ପାଦେ କରେ ଭକତି ଧନ୍ୟ ସେ ସେଇ ପୁଅ ଧନ୍ୟ ମୁଁ ଟିକେ କାହିଁକି କରିବି ଭଲ ଟିକେ ବିଷୟବସ୍ତୁ ହଉ ପିଲା ଆମର ଆଇଛନ୍ତି ଆଉ ସୁଦର୍ଶନ ବାବୁ 100 ଟଙ୍କା ପୁରସ୍କୃତ କରିଛନ୍ତି ଜୟ ସୀତାରାମ କରିକି ଟିକେ ଜୟ ହଉ ନା କଣ ବାବୁର ସୁଦର୍ଶନ ସୁଦର୍ଶନ ଯାହା ହଉ ଗୋଟେ କଥା ମନେ ପଡ଼ିଲା କଣ କି ନାଁଟା ଶୁଣିଲା ପରେ ମୁଁ କଣ ଗୋଟେ ଆଶୀର୍ବାଦ କରି ସେ କଥା ଚିନ୍ତା କରୁନି ନା। ତାଙ୍କ ବାପ ମା ପାଖ ଗୋଟିଏ ପ୍ରମାଣ ଜଣାଇ ଦିଅ ଦିଅ କାହିଁକିନା କଳି ଯୁଗରେ ଯୋଉ ନାଁ ଆଜିକାଲି ବାହାରିଛି ନା ନାଇଁ ବିଲାଇ ନା ତେଣୁ ସେଭଳିଆ ଯୁଗରେ ପୁଣି ଜଣକ ନାଁ ଦିଆ ହେଇଛି କଣ କହିଲ ନା କଣ ଶୁଣିଲୁ ସୁଦର୍ଶନ ବାବା ଜୟ ଜଗନ୍ନାଥ ହେ ପ୍ରଭୁ ଯାହା ହଉ ସୀତାରାମ ନା ନାଇଁ ତମ ରେକର୍ଡିଂ ରଖିଛୁ ଆରେ ନିରାହମ୍ବୁଜ ସାହା ମୋର କହ ମଙ୍ଗଲ ସୀତା ସମାର ପିତରା ମହାଗମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ରାମ बोल श्रीराम जय राम जय जय राम राम श्रीराम जय राम जय जय राम राम कुशल राज्य सरकार मर्यादा पुरुषोत्तम राम सीतापति मर्यादा पुरुष राम आज आमर जो सुदर्शन सीताराम बाबूंकर चलापथ कुसुमित करी हृदय हरिभक्ति जागरित करी मोर जेते गुरुजन अछंती समस्त हृदय गोविंद कृष्ण प्रति भक्ति जागरित करी ए ग्राम जेते युवा पीढ़ी अछंती समस्त हृदय एकाग्रता जागरित करी जेते सीमंतिनी मां माने अछंती समस्त शंखा सिंदूर वज्र करी जेते कुनी कुनी छुआ अछंती गणेश सरस्वती समान दान करी ए ग्राम अग्नि भय चौर भय भ्रष्टाचार दूर करी ए महान आत्मा को निर्वाण मुक्ति दवा संगे संगे ओडिशा भारत विश्वर मंगल विधान करंतु बोल आनंद कबार जय श्री राम ओ प्रभु रघुनाथ से जे जानकी कांत अयोध्यापुर क्षेत्रराजे मो प्रभु रघुनाथ से जे जानकी कांत अयोध्यापुर क्षेत्रराजे ता नाम गाई दिव मोदिना जरी दिव ता नाम गाई दिव मोदिना जरी दिव ता पाद पदे शिवराजी मो प्रभु रघुनाथ से जे जानकी कांत अयोध्यापुर क्षेत्रराजी जुगे जुगे श्री हरि भक्त दुख हारी जुगे जुगे श्री हरि भक्त दुख हारी भक्त प्राण दीपधार भक्त प्राण दीपधार
ହଉ ପଦୁଟେ ପଛେ ଆଜ୍ଞା ପ୍ରଭୁଙ୍କ ନାମ ମା ପାର୍ବତୀ କ୍ରୋଧ କଲେଣି ଶିବ କହିଲେ ତମେ ମୁଁ ମନା କରୁଛି ତମେ କହୁଛ ହଁ ହଁ ମା ପାର୍ବତୀ କହିଲେ ଯଦି ତମେ ନ ଦବ ତାହେଲେ ଅନିଷ୍ଟ ହବ ହବ ଶଙ୍କର ଭଗବାନ କହିଲେ ତମେ ଯଦି କହୁଛ ଏଇଟା ତମକୁ ମହଙ୍ଗା ପଡିବ କହିଲେ ମହଙ୍ଗା ପଡୁ ପଛକେ ଦିଅ ଭଗବାନ ଶିବ ଯାଇକି କହିଲେ ଭାଇନା ଉଠ ଦେଇଦିଅ ଭାଇନା ଉଠିକି ନମସ୍କାର କରିଦେଲେ ହଁ ନମସ୍କାର କଲେ ନମସ୍କାର କଲ୍ୟାଣ କରିବି ଗୋଟେ ତତେ ନମସ୍କାର ହେଲା କି କଲ୍ୟାଣ ଶିଖିଛୁ ମୁଁ କଲ୍ୟାଣ ଗୋଟେ କରିବି କଲୁନି ସାଙ୍ଗେ ସାଙ୍ଗେ ନମସ୍କାର ଅସ୍ତ୍ର କାକା ବୁଦ୍ର କାକା ବ୍ରତ ସତମୀ ବେଇପ ମିଶି ତମ ମୁଣ୍ଡରେ ପୋଖରୀ ପାଣି ମୁଁ ଯାଉଛି ବନ୍ଧେ ବନ୍ଧେ ତମ ଜାତ ମାଲ ଭାଇ କନ୍ଧେ ସଞ୍ଜରେ ଫୁଟି ସକାଳୁ ଯା ଜହ୍ନି କୂଳ କରି ଆଇସ ପା ତୁ ଥା ତୁ ବଡ ଭାଇ ମୋର ତୁ ରାଧା ଏ ନାଇଁ ଭଲ ନମସ୍କାରକୁ ଠିକ କଲ୍ୟାଣ ନହେଲେ ହବନି ଆଜ୍ଞା ଭାଇକି ଯାଇ କହିଲେ ଭାଇନା ବର ନବ କଣ ନବ ହଁ କହିଲେ ପ୍ରଭୁ ପ୍ରଭୁ ଆହେ ଦୟାମୟ ମୋର ଏତିକି ମାଗୁଣି ଆହେ ଦୟାମୟ ମୋର ଏତିକି ମାଗୁଣି ଓଳକୁ ସନ୍ତାନ ଦିଅ କରୁଛି ଧରିନି କରୁଛି ଦଇନି କହିଲେ ପ୍ରଭୁ ପ୍ରଭୁ ମୋର ମାଗୁଣି ଏତିକି ମତେ ଗୋଟେ ପୁଅଟିଏ ଦିଅ ପୁଅଟିଏ ଦିଅନ୍ତୁ ଶଙ୍କର ଭଗବାନ କହିଲେ ଶୁଣ ଦ୍ୱିଜ ଯେବେ ପୁଅଟିଏ ନେବ ଶୁଣନ୍ତି ଜବରା ଏବେ ପୁଅଟିଏ ନେବ ସବାଇ ଚମ୍ପେ ଯତନେ ପାରିବ ଯତନେ ପାରିବ କହିଲେ ହେ ବ୍ରାହ୍ମଣ ପୁଅଟିଏ ନବ ହଁ ନିଅ ନେବି ନବ ଯେ ହଁ ସେ ପୁଅକୁ 8 ବର୍ଷ ଯାକେ ପାଳିବ ହଁ ପୁଅକୁ ଯୋଉଦିନ 8 ବର୍ଷ ପୂର୍ଣ୍ଣ ହବ ସେଇଦିନ କଣ ହବ ସେଇଦିନ ସେ ପୁଅ ମରିବ ବାବା ଶଳା କି ନିଷ୍ଠୁର କଥା ଇଏ ଚମକି ପଇଲେ ହଁ କହିଲେ ଶୁଣ ଦିଜ ଯେବେ କନ୍ୟାଟିଏ ନେବ ଶୁଣନ୍ତି ଜବରା ଏବେ କନ୍ୟାଟିଏ ନେବ 16 ବର୍ଷ ପର୍ଯ୍ୟନ୍ତେ ଯତନେ ପାରିବ ଯତନେ ପାରିବ କହିଲେ ହେ ଭାଇନା ହଁ ଝିଅଟିଏ ଯଦି ନବ 16 ବର୍ଷ ଯାଏ ପାଳିବ 16 ବର୍ଷ ଯାକେ ପାଳିବ ଝିଅ ଯୋଉଦିନ 17 ବର୍ଷରେ ପ୍ରଥମେ ପାଦ ଦବ ସେଇଦିନ ତମେ ବାପ ମା 2 ଜଣ ଯାକ ମରିଯିବ ଏବେ ତମେ କଣ ନଉଛ ନିଅ ଶଳା ଯଦି ପୁଅଟିଏ ନବ ପୁଅ ଯୋଉଦିନ 8 ବର୍ଷର ହବ ସେଇଦିନ ପୁଅ ମରିବ ଝିଅ ନବ ଝିଅ ଯୋଉଦିନ 17 ବର୍ଷର ହବ ଆଜ୍ଞା ତମେ ବାପ ମା 2 ଜଣ ମରିଯିବ ଭାଇନା